ମୁଁ ପ୍ରତାପ କେଙ୍ଗୁଆ ସହକାରୀ ଶିକ୍ଷକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଡ଼ାସି ଗୁଣପୁର ବ୍ଲକ ପିଲେ ଆଜିର ଅନଲାଇନ୍ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ଆଜି ତୁମ ପଞ୍ଚମ ଶ୍ରେଣୀ ଗଣିତ ଧାରାର ପାଠ 8 1 ଲକ୍ଷ ପର୍ଯ୍ୟନ୍ତ ସଂଖ୍ୟା ପରିଚୟ ବିଷୟରେ ପଢ଼ିବା। ଆଚ୍ଛା ପିଲାମାନେ, ଆଜି ତୁମ ଗଣିତ ବହିର 1 ଲକ୍ଷ ପର୍ଯ୍ୟନ୍ତ ସଂଖ୍ୟା ପରିଚୟ ଭାଗ 2 ବିଷୟରେ ପଢ଼ିବା। ଗତ ପିରିୟଡ଼ରେ ତୁମେ ଏହି ସଂଖ୍ୟା ମାନଙ୍କର ଚିହ୍ନିଲ ଓ ପଢ଼ିଲ, ବିଭିନ୍ନ ଅଙ୍କ ବିଶିଷ୍ଟ ବୃହତ୍ତମ ଓ କ୍ଷୁଦ୍ରତମ ସଂଖ୍ୟା ବିଷୟରେ ମଧ୍ୟ ଜାଣିଥିଲ ଏବଂ ବିଭିନ୍ନ ସଂଖ୍ୟାରୁ ଅକ୍ଷର ଲିଖନ ପ୍ରଣାଳୀ ଜାଣିଥିଲ। ଆଜି ଆମେ ଅକ୍ଷରର ସଂଖ୍ୟା ଲିଖନ ପ୍ରଣାଳୀ ଶିଖିବା। 6,05,50। ଦେଖ, ଏ ସଂଖ୍ୟାକୁ ବର୍ତ୍ତମାନ ଅଙ୍କରେ ଲିଖିବି। ଦେଖ, ଆଚ୍ଛା ପିଲେ, ତୁମେ କହିଲ ଲକ୍ଷ ମାନେ କେତେ ଅଙ୍କ ବିଶିଷ୍ଟ ହୋଇଥିବ? 6 ଅଙ୍କ ବିଶିଷ୍ଟ। କାହିଁକି ନା 10 ମାନେ 2 ଅଙ୍କ ବିଶିଷ୍ଟ, 100 ମାନେ 3 ଅଙ୍କ ବିଶିଷ୍ଟ, 1000 ମାନେ 4 ଅଙ୍କ ବିଶିଷ୍ଟ, ଅୟୁତ ମାନେ 5 ଅଙ୍କ ବିଶିଷ୍ଟ। ସେହିପରି ଲକ୍ଷ ମାନେ 6 ଅଙ୍କ ବିଶିଷ୍ଟ ତୁମେ ଆଗରୁ ପଢ଼ି ଆସିଛ। ତେଣୁ ଏ ସଂଖ୍ୟା ଲେଖିବା ପୂର୍ବରୁ, এই ଅକ୍ଷରକୁ ସଂଖ୍ୟା ଲେଖିବା ପୂର୍ବରୁ ମୁଁ 6ଟା ଘର ଦେବି। 1 2 3 4 5 6। ଆଚ୍ଛା, ଏବେ କ'ଣ କରିବା? 6,05,50। ଲକ୍ଷ ସ୍ଥାନରେ କେତେ ଅଛି ପିଲେ? 6 ଲକ୍ଷ ମାନେ 1 10 ଶତକ ହଜାର ହୋଇତ ଲକ୍ଷ। ଏଇଟା ହେଉଛି ଲକ୍ଷ ସ୍ଥାନ। ଏଇଠି ପକାଇବା 6 ପକାଇବା। ତାପରେ କ'ଣ? ଅୟୁତ ସ୍ଥାନ ଅଛି ନା ଏଠି? ଅୟୁତ ସ୍ଥାନ କେତେ ଅଛି? 5 ଅୟୁତ ମାନେ 1 10 ଶତକ ହଜାର ଅୟୁତ ସ୍ଥାନରେ 5 ପକାଇବି। ତାପରେ କ'ଣ? ହଜାର ସ୍ଥାନ ଅଛି। କିଛି ହଜାର ଅଛି କି? ନା। କିଛି 100 ଅଛି କି? ନା। ଆଉ କ'ଣ ଅଛି ପିଲେ? 50 ଅଛି। 50 କେତେ? 50 5 ରେ 0 50। ଏଠି ଶେଷରେ 0 ପକାଇବା ଆଉ ତା ଆଗରୁ 5 ପକାଇବା ବାମକୁ। ଏତିକି ଅଛି। ହେଲେ ବଳକାଟା କ'ଣ କରିବା ପିଲେ? ବଳକା ଯେଉଁ ଖାଲି ଘର ଅଛି ସେଠି କ'ଣ କରିବା? 0 0 ଭରି ନେବା। ଏବେ ଦେଖିଲେ ପିଲେ, 6,05,50। ଦେଖ, 1 10 ଶତକ ହଜାର ହୋଇତ ଲକ୍ଷ, 6,05,50 ଏମିତି ଲେଖାଯାଏ। ପୁଣି ଆଉ ଗୋଟେ କହୁଛି ପିଲା, ଦେଖିବେ 7,08,200। ଆକୁ କିପରି ଲେଖାଯାଏ? ଦେଖ, ଏଇଟା ମଧ୍ୟ ଲକ୍ଷ ସ୍ଥାନ ଅଛି ମାନେ ନିଶ୍ଚିତ ଭାବେ 6ଟା ଘର ହେବ। 1 2 3 4 5 6। ଲକ୍ଷ ସ୍ଥାନ କେତେ ପକାଇବା? 7। ଦେଖିଲ, 7 ଲକ୍ଷ। ଆଉ ଅୟୁତ ସ୍ଥାନ କିଛି ଅଛି କି? 7,08,000 ପଡ଼ିଲା। ଅୟୁତ ସ୍ଥାନ କିଛି ନାହିଁ, ଆମେ ଅୟୁତ ସ୍ଥାନଟା ଖାଲି ରଖିବା। ହଜାର ସ୍ଥାନ କେତେ ପକାଇବା? 8। ତାପରେ 100 ସ୍ଥାନ କେତେ ପକାଇବା? 200 ଯେହେତୁ 2। ତାପରେ କ'ଣ ଅଛି? ଆଉ 10 ସ୍ଥାନ 1 ସ୍ଥାନ ଅଛି କି? ନା। ତାହେଲେ ଖାଲି ଜାଗାରେ କ'ଣ କରିବା? ଆମେ 0 ଯାକ ଭରିବା। ଦେଖ ପିଲେ, 1 10 ଶତକ ହଜାର ହୋଇତ ଲକ୍ଷ ହେଲା। ଦେଖିଲ ନା? ହଁ, ସେମିତି ପୁଣି ଆଉ ଗୋଟେ ଦେବି। 5 ଅୟୁତ 3,215। ଆଚ୍ଛା, ଆକୁ କିପରି ଲେଖାଯାଏ ଦେଖିବା। ଯେହେତୁ ଅୟୁତ ଅଛି ମାନେ କେତେଟା ଘର ରହିବ? 5ଟା ଘର। ତୁମେ ଆଗରୁ ଜାଣିଛ। 1 2 3 4 5। ଆଚ୍ଛା, 5 ଅୟୁତ ମାନେ ଅୟୁତ ସ୍ଥାନ କେତେ ପକାଇବା? 5। ତାପରେ ହଜାର ସ୍ଥାନରେ କେତେ ପକାଇବା? 1 10 ଶତକ ହଜାର। ହଜାର ସ୍ଥାନ କେତେ? 3। ତାପରେ 100 ସ୍ଥାନରେ 1 10 ଶତକ 2। ତାପରେ କ'ଣ ହେଲା? 15। 15 ମାନେ କେତେ? 1 5 15 ନାଇଁ। 1 5 ପକାଇବା। 1 10 ଆଉ 5 1 15 ହେଇଗଲା। ତାହେଲେ ଠିକ୍ ବୁଝିପାରିଲ ନା? ଯଦି ଆକୁ ପଢ଼ିବା ସହଜ ଉପାୟ, ଏଇଟା ତ ଅକ୍ଷରରୁ ସଂଖ୍ୟା ଲେଖିଲି। ତାକୁ ଯଦି ପଢ଼ିବା, କେମିତି ପଢ଼ିବା? 1 10 ଶତକ ହଜାର ଅୟୁତ ଲକ୍ଷ ନେଇକି। ହେଲେ ଆମେ ଯେଉଁ ଆଗରୁ ନିୟମ ଅନୁସାରେ କ'ଣ କହୁଥିଲେ? ଡାହାଣ ପଟରୁ 3 ଅଙ୍କ ଛାଡ଼ିକିରି କମା ଦେବା, ମାନେ ହଜାର ସ୍ଥାନ କମା ଦେବା ଆଉ ଲକ୍ଷ ସ୍ଥାନରେ କମା ଦେବା। ସେମିତି ପ୍ରତ୍ୟେକ ଅଙ୍କକୁ ସେମିତି ହଜାର ସ୍ଥାନରେ ଆଉ ଲକ୍ଷ ସ୍ଥାନରେ, ସେପରି ହଜାର ସ୍ଥାନରେ ଆଉ ଏଠି ଲକ୍ଷ ସ୍ଥାନରେ ଛାଡ଼ିଦେବା। ହେଲେ କେତେ ହେଲା? ପଢ଼ିବା ସମୟରେ 6,50,50 କହିବା। ଏଇଟା 7,08,200 କହିବା। ଏଇଟା କେତେ କହିବା? 53,215 କହିବା। লিখন পদ্ধতিକୁ ଆଉ ପଢ଼ିବା ପଦ୍ଧତିକୁ ଟିକେ ଅଲଗା ରହିଛି। ଏଠି ମନେ ରଖ। ବର୍ତ୍ତମାନ କ'ଣ ପଢ଼ିବା ନା
गोटे संख्या लिखी पिले ए संख्या को देख केते अंक विशिष्ट कह पिले केते अंक विशिष्ट पिले एटा निश्चित भाव 6 अंक विशिष्ट ए 6 अंक विशिष्ट प्रत्येक अंक कौन है 3 अच्छी प्रत्येक 3 मान निर्णय करवा ये 6 अंक विशिष्ट सब गुड़ा 3 अच्छी प्रति 3 मान निर्णय करवा जहाँ आम स्थानीय मान कहवा देखो स्थानीय मान ताहा बुझा के छोट सारणी आमको टाणा पड़ो देखो ये 6 अंक विशिष्ट संख्याटी को टी दूरे दूरे लिखी देखो 3 3 3 3 3 3 केतटा पिला 6टा पिला 6टा है ना अंक ये भी छोटा अच्छे आपको कौन कह आम आगे जानचु स्थानीय मान सारणी आम आगुरी पढ़ु विभिन्न स्थान अच्छी गोटे गोटे घर को अलग अलग ना दिखाई एकक घर दशक घर शतक हजार अयुत लक्ष सजेदेली तापर ये गार देवा अच्छा पिले एकक घर 3 अच्छी ता माने कौन माने एटा एक घर 3 1 नहीं कि यापाई मुझे सुविधा बुझाई ठीक देख एक बदल आम एक पकेबा एटा एकक माने 1 दशक माने 10 शतक मान कौन पिले 100 एमती लिखिदेली हजार माने 1000 जानच तापर अयुत माने अयुत 1 रे 4टा शून्य लक्ष्य मान के एक रे 5टा शून्य रहिबो बुझिले पिले हे वर्तमान टी सुविधा हो तुमको ये प्रति 3 आम स्थानीय मान निर्णय कर केमती ना 3 एक घर अच्छी माने 3 1 गुणन 3 केत पिले केत 3 ये 10 घर 3 अच्छी माने 10 गुणन 3 ए घर के 10 अच्छी 3टा 10 अच्छी माने 10 गुणन 3 केत बा 3 गुणन 10 केत 30 100 घर अच्छी माने केत 100 अच्छी पिले 300 बुझिपार 3 गुण 100 केते हजार अच्छी 1000 घर अच्छी माने 3 माने 3000 हम 1000 गुण 3 3000 तो आउटे उपाय आउ गोटे उपाय कौन पिले देख आम तो गुणिले ये तुमको मन रखा हेले एमती कर पिले एटा 3 एटा के 30 केमती है ए 3 डाण पटे केत अंक अच्छी गोटे अंक अच्छी माने गोटे शून्य पकईदे 30 होगा ये आसवा आम शतक घर को ए 3 डाण पटे केतरा अच्छी घर 2टा अच्छी दशक एकक 2टा घर पे तार मूल्य पाखे माने 3 3 पकईदे आ 2टा घर पे 2टा शून्य पकईदे 300 होगा सेहीपरि ये 1000 स्थान आस पिला देखा 3 अच्छी ये तापर तार डाण केतरा अच्छी शतक दशक एकक माने केतरा अंक अच्छी 3टा अंक 3टा अंक थिले बा 3टा स्थान अच्छी 3टा स्थान को 3टा शून्य पकईदे 3 पाखे 3टा शून्य पकईदे 3000 होगा सेहीपरि एटा कह पिले ये 3 3 पकईदे तापर ये केतरा अच्छी डाण को 4टा स्थान अच्छी ता 4टा शून्य पकईदे देख पे है ना केत 3 होइत आ जदि गुणवा 3 को एक होइत 3 गुणले भी से 3000 आस 3 होइत आसो सेपरि एटा केत पिले 3 3 पकईदे आउ केतरा अच्छी डाण को 1 2 3 4 5 5टा स्थान अच्छी जेहेतु 0 5टा पड़ो है जदि आम 3 को लक्ष गुणले मध्य 3 लक्ष आसो ठीक अच्छे हेल्ले ये जापर पे ये 3 मूल्य 3 ये 10 घर 3 मूल्य 30 शतक घर 300 1000 घर 30,000 अयुत घर 3 मूल्य 3 अयुत लक्ष घर 3 मूल्य 3 लक्ष जदि तुमको पचरा जाए पिले ये संख्याटी ये शतक घर मूल्य केते मन को निश्चित देख कहीदेव जे ये शतक घर मूल्य हूँ 300 निश्चित भाव तापर आ गोटे देली ये 3 मूल्य केते पिले स्थानीय मान ये देखिए निश्चित भाव लक्ष्य अच्छी 3 लक्ष केते कहब 3 लक्ष सेहीपरि आउ उदाहरण दूसरी पिले देख ये आम मन कर नवा ये 2 स्थानीय मान निर्णय कर 4 स्थान निर्णय कर कहवा 2 स्थान मान केते हम पिले केते हम एपट आसवा एकक 10 शतक 1000 अयुत कौ घर अच्छी 2 1000 घर अच्छी ताहले केते हम 2 स्थानीय मान 3 थे 3000 है 2 थे 2000 हम 2 स्थानीय हूँ 2000 ये आस पे 4 अच्छी 4 कौ घर अच्छी एक घर अच्छी माने 3 एक 3 जदि एक घर अच्छे 3 है से 4 जदि एक घर अच्छे 4 हम से गोटे दूँ देख ये शून्यर स्थानीय मान निर्णय करवा
ପାଞ୍ଚ ସ୍ଥାନୀୟ ମାନ ନିର୍ଣ୍ଣୟ କରିବା। ଆଚ୍ଛା ପିଲେ କହିଲ ଏକକ ଦଶକ ଶତକ ହଜାର ଅୟୁତ କେତେଟା ଘର ଅଛି, କେତେଟା ଅଙ୍କ ଅଛି, ପାଞ୍ଚଟା ଅଛି। ଏକକ ଦଶକ ଶତକ ହଜାର ଅୟୁତ ଏଠିକି ଆସିବା, ନା ଏଠି ପର୍ଯ୍ୟନ୍ତ ଦେଖିବା। ଅୟୁତ ଘରେ ଆମେ କ'ଣ କରିବା, ପାଞ୍ଚ ନେବା। ହଜାର ଘରେ ପାଞ୍ଚ କେଉଁ ଘର ଅଛି, ଏକକ ଦଶକ ଶତକ ହଜାର ଘର ଅଛି ପାଞ୍ଚ, ହେଲେ ଏଇଠି ନାଇକି, ହେଲେ ମୂଲ୍ୟ କେତେ ହେବ ପିଲେ, 3 ଯଦି ଅଛି ହଜାର ଘରେ 3000 ଅଛି, 5 ହେଲେ 5000 ହେବ। ସେହିପରି ତାର ବାମ ଡାହାଣ ପଟ ଘର ଶତକ ଘରେ ନାଇକି, ଶତକ ଏକକ ଦଶ ଶତକ, ଶତକ ଘରେ କେତେ ଅଛି ପିଲେ, 0 ଅଛି। 3 ଯଦି ଅଛି 300, 0 ଯଦି ଅଛି 0 ମାନେ 3 ପାଖରେ 2ଟା 0 ରହିଲା, 0 ପାଖରେ କେତେ 0 ରହିବ, ଆଉ 2ଟା ରହିବ। ହେଲେ ଏମିତି ଲେଖାଯାଏ କି ନା 0 ପାଖରେ ଯେତେଟା 0 ଥିଲେ ମଧ୍ୟ ତାର ମୂଲ୍ୟ କେତେ ହେବ, 0 ହିଁ ହେବ। ହେଲା, ଏଠି ଜାଣିପାରିଲ ସ୍ଥାନୀୟ ମାନ। ଆଚ୍ଛା ବର୍ତ୍ତମାନ କ'ଣ କରିବା, ସାଂଖ୍ୟିକ ମାନ ଶିଖିବା। ସାଂଖ୍ୟିକ ମାନ ମାନେ ମନେକର 5 ଅଛି, 5 ସାଂଖ୍ୟିକ ମାନ କେତେ ହେବ, ସେହି ସଂଖ୍ୟା ହିଁ ହେବ। 8 ଅଛି, ସେଇ ସଂଖ୍ୟା ମାନ କେତେ ହେବ, 8 ହିଁ ହେବ। ମନେକର 3 ଅଛି, ତାର ସଂଖ୍ୟା ମାନ କେତେ ହେବ, 3 ହିଁ ହେବ। ଦେଖ ଗୋଟେ ସଂଖ୍ୟା ଦେଉଛି, ଗୋଟେ ସଂଖ୍ୟା ଲେଖୁଛି 3504, କେତେ ପିଲେ, 3504। ମୁଁ କହିଲି ଏଠି 5ର ସାଂଖ୍ୟିକ ମାନେ କେତେ କହିବ ପିଲେ, 5 ହିଁ ରହିବ। ଆଉ ଗୋଟେ କହିଲେ 0 କେତେ ସାଂଖ୍ୟିକ ମାନ, 0 ହିଁ ହେବ। ହେଲା, ଯେଉଁ ସଂଖ୍ୟାକୁ ସେଇ ସଂଖ୍ୟା ହେବ। ମାନେ ଏଠି ରହିଲା 8009 ଅଛି, 8 ସାଂଖ୍ୟିକ ମାନ କେତେ ହେବ, 8। ଏ 0 ସଂଖ୍ୟା ମାନ କେତେ, 0 ହେବ। ଯେଉଁ ସଂଖ୍ୟାକୁ ସେଇ ସଂଖ୍ୟା ହିଁ ହେବ। সেই ଅନୁସାରେ ଏ ଉଦାହରଣଟା ନେବା, ଦେଖିବା ପିଲେ ଏଠି ଲେଖିବା 3 2 5 0 4, 3 ଅୟୁତ 2005 ଏଠି ଆମର 2ର ସ୍ଥାନୀୟ ମାନ କେତେ କହିଲେ ପିଲେ, ଏଠି ସ୍ଥାନୀୟ ମାନ ଲେଖିବା, ସ୍ଥାନୀୟ ମାନ ଏଠି ଲେଖିବା ସାଂଖ୍ୟିକ ମାନ, ସାଂଖ୍ୟିକ ମାନ ନାଇକି। ସ୍ଥାନୀୟ ମାନ କେତେ 2ର, ଏଠି ଲେଖିଲି ପୁରା 2000 ନାଇକି। ସେହିପରି 4ର ସ୍ଥାନୀୟ ମାନ କେତେ, ଏକ ଘର ଯେହେତୁ 4 ହେବ ନାଇଁ। ଯଦି ସାଂଖ୍ୟିକ ମାନ ଯିବା, ଇଏର 2ର ସାଂଖ୍ୟିକ ମାନ କେତେ, 2 ହିଁ ହେବ। 4 ସାଂଖ୍ୟିକ ମାନ କେତେ, 4 ହିଁ ହେବ। ଆଉ ଗୋଟେ ପିଲା ଆଉ ଗୋଟେ ଦେଉଛି, ଦେଖ ପିଲେ 6 ଅୟୁତ 5048 ଦେଲି। ଏଠି ଦେବା 5 ଓ 0କୁ ନେବା ନାଇଁ। 5ର ସ୍ଥାନୀୟ ମାନ କେତେ, 5 ସ୍ଥାନୀୟ ମାନ କେତେ, ଏକକ ଦଶକ ଶତକ ହଜାର, କେଉଁ ସ୍ଥାନ ଅଛି, 1000 ସ୍ଥାନ ଅଛି, ତା ସ୍ଥାନୀୟ ମାନ କେତେ ହେବ, 5000। ହେଲା, 0 ସ୍ଥାନୀୟ ମାନ କେତେ, ଏକକ ଦଶ ଶତକ 100 ମାନେ 000 ମାନେ 0 ପାଖରେ 2ଟା 0 ମାନେ 100 ହିଁ ହେବ। ଏଠି ଯେଉଁ କହିଥିଲି 0 ହିଁ ହେବ ନାଇଁ କି। ତାପରେ ଯଦି ସ୍ଥାନୀୟ ମାନ ଯଦି ଏପରି ହେଲା, ସାଂଖ୍ୟିକ ମାନ କେତେ, 5 ସାଂଖ୍ୟିକ ମାନ କେତେ, 5, 0 ସାଂଖ୍ୟିକ ମାନ କେତେ, 0। ଆଚ୍ଛା ଏଥିରୁ କ'ଣ ପିଲା ଜାଣିଲ, ସାଂଖ୍ୟିକ ମାନ ଅଲଗା, ସ୍ଥାନୀୟ ମାନ ଅଲଗା। ହେଲେ ଏଠି ଆମେ ମନେ ରଖିବାକୁ ପଡ଼ିବ, 0 ଦେଖ ମନେ ରଖ, 0 ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ତାର ସ୍ଥାନୀୟ ମାନ 0 ହୁଏ। ଦେଖ ସ୍ଥାନୀୟ ମାନ ଏଠି ରହିଲା 10 ଘରେ, ଯୋଉଠି ରହିଲେ ମଧ୍ୟ ତାର ସ୍ଥାନୀୟ ମାନ 0 ହିଁ। ଦେଖ ଏଠି 7 ଘର ରହିଲା, ସ୍ଥାନୀୟ ମାନ 0 ହେଲା। ଏଠି ବି 7 ଘର ରହିଲା, ସ୍ଥାନୀୟ ମାନ 0 ହେଲା। ଏଠି 10 ଘର ରହିଲା, ସ୍ଥାନୀୟ ମାନ 0 ହେଲା। ବୁଝିପାରିଲ? ସେହିପରି ଆଉ ଗୋଟେ ପଏଣ୍ଟ ମନେ ରଖ ପିଲେ, 0 ବ୍ୟତୀତ ଅନ୍ୟାନ୍ୟ ଅଙ୍କର ସ୍ଥାନୀୟ ମାନ ସ୍ଥାନାନୁସାରେ ଅଲଗା ଅଲଗା ହୋଇଥାଏ, କିନ୍ତୁ ସର୍ବଦା ପ୍ରତିଟି ଅଙ୍କର ସାଂଖ୍ୟିକ ମାନ ନିଜେ ସେହି
संख्या ही हुए ताहा आमे उपरोक्त उदाहरण आमे जानी सारले। ए दुईटी पॉइंट उपरोक्त उदाहरण माध्यम रे तुमे बुझिल। अच्छा बिले आज तुमे कौन शिखिल? अक्षर रो संख्या लिखन, स्थानीय मान आउ सांख्यिक मान ये तीन पढ़ल। बर्तमान तुमको कार्यफर्द दूसरी से कार्यफर्दर उत्तर आसंता पीरियड मते देखे आसो। धन्यवाद पिले पुणी मिशिबा।